ଲିଜା ଆଜ୍ଞା କ'ଣ କରୁଛୁ ସବୁ? କ'ଣ କରିବ? ଛତୁ ଚିଲି ହବ। ଛତୁ ଚିଲି ହବ? କ୍ୟାପ୍ସିକମ୍ ପଡ଼ିବ, ପିଆଜ ପଡ଼ିବ। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ଲିଜା ତାଙ୍କର ରାତି ପିଙ୍କା ଛତୁ କାଟୁଛନ୍ତି। କହୁଛନ୍ତି କ'ଣ ଚିଲି କରିବେ, ଛତୁ ଚିଲି ରୁଟି ମାନେ ମସରୁମ ଚିଲି। ଆଉ କିଣିକି ତ ଚିଲି ଫିଲି ତ କିଣି ଖାଇହେବନି, ଘରେ ଦୁଇଟା ବନେଇକି ଖାଉଛି। ଆସନ୍ତୁ, ଭିଡ଼ିଓଟି ଫାଷ୍ଟ ଲାଷ୍ଟ ଦେଖନ୍ତୁ। ଯେଉଁମାନେ ଚ୍ୟାନେଲ ନୂଆ ଅଛନ୍ତି ଚ୍ୟାନେଲଟି ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓ କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ। ଆସନ୍ତୁ, ଆଜିର ରେସିପି ଆଣିବା ମସରୁମ ଚିଲି ମାନେ ଛତୁ ଚିଲି ରେସିପିଟା ଆସିବ। ଫାଷ୍ଟ ଲାଷ୍ଟ ଦେଖନ୍ତୁ ଭିଡ଼ିଓ। ଛତୁ କଟାକଟି, ବର୍ତ୍ତମାନ ଛତୁ କଟାକଟି ଲିଜା କରିସାରିଲାଣି। ଏଠି କ୍ୟାପ୍ସିକମ୍ କଟାକଟି କରୁଛନ୍ତି। ଝିଅ ପିଆଜ ଆଣି ଦେଉନୁ। ଅଳ୍ପ ହବନି? ହଁ, ଯୋଡ଼ା କାଟିଦେଉଛି। ହଁ ମ ଯୋଡ଼ା କାଟି ଛୋଟିଆଟା କାଟିଦେଲାନି। ଲଙ୍କାଟା ହଁ କାଟିଦିଅ ପକେଇଦିଅ। ସବୁ କାଇଁ ହଁ ସେ ରବରଟା ହଁ, ଆଉ ଦେଖିକି କାଟିଲାନି। ଥାଉ, ସେ ଦିଟା ହେଇଥିବ। ହଉ। ଆଉ ବର୍ତ୍ତମାନ ଯୋଉ ବଡ଼ ପିଆଜ ଦିଟା ଆଣି ସେଠି ଚୋପା ଛଡ଼ା ହେଇଥିବ। ପିଆଜ ଆଣିକି ଦେ। ବର୍ତ୍ତମାନ କଟାକଟି କରି ରେଡ଼ି କରୁଛନ୍ତି। ରାତି ହେଇଛି ଦେଖନ୍ତୁ। ବାତ୍ୟା ବି କ'ଣ ଆଇଲାଣି ସାଙ୍ଗମାନେ, ବାତ୍ୟା ସବୁ ଆଇଲାଣି। ସବୁ ସତର୍କ ରୁହନ୍ତୁ। ବାତ୍ୟା ବି କ'ଣ ଆଉଛି, ସତର୍କ ସବୁ ରୁହନ୍ତୁ। ଯାହା ବାହାରେ ଜିନିଷପତ୍ର ଅଛି ବାଗେଇକି ଘୋରା ଘୋରି କରି ରଖନ୍ତୁ। ଇଏ କରିବି, ବର୍ଷାରୁ ଟିକେ ବାହାରକୁ ବାହାରିବେନି। ପିଆଜ କାଟିବା ଯେ ସେଦିନ ମୁଁ ଯେମିତି କାଟିଥିଲି ଏ ଯେଉଁ ମସଲା ପାଇଁ, ଛତୁ ମସଲା ପାଇଁ। ଆଉ ଇଏ କରିକି ଆବଶ୍ୟକ ପଡ଼ିଲେ ଘରୁ ବାହାରନ୍ତୁ, ନାହିଁ ତ ଘରକୁ ପିଲା ଛୁଆ ଭଲ ମନ୍ଦ ଏମିତି କରିଦେବି। ହଁ ହବ। ଆଉ ଇଏ କରି ତାକୁ ଆଉ କ'ଣ ମଝିରେ ଇଏ କରିକି ଆବଶ୍ୟକ ପଡ଼ିଲେ ଘରୁ ବାହାରନ୍ତୁ। କାରଣ ଛୁଆ ପିଲାଙ୍କୁ ଏ ଯେଉଁ ପବନ ବାତ୍ୟା ଅଛି, ଘରୁ ବାହାର କରିବେନି। ଏ ଅନ୍ଧାର କରିକି ଆସିଲାଣି। ଆଜି ହେଲାଣି 26 ତାରିଖ, ରାତି ପାଇଲେ 27 ତାରିଖ। କ'ଣ କହୁଛନ୍ତି 30 ତାରିଖ ଯାକ ଅଛି। 27 ତାରିଖ ସ୍ଥଳଭାଗ ଛୁଇଁବ। ଆମ ଓଡ଼ିଶାକୁ ତ ସେମିତି ବିଶେଷ ନାହିଁ, ସେମାନେ ସ୍ଥଳଭାଗ କହିହେବନି କେତେବେଳେ କେଉଁ ଦିଗକୁ ଯିବ କ'ଣ ନାହିଁ। ଯାହା ବି ଆମେ ସବୁ ସତର୍କ ରହିବାକୁ ପଡ଼ିବ। ମାନେ 2-3 ଦିନ ବର୍ଷା ହେବ, ଘରେ ବି ଆବଶ୍ୟକ ଅନୁଯାୟୀ ଖାଦ୍ୟ ଆଣିକି ଯୋଗାଡ଼ କରି ସଞ୍ଚୟ କରି ରଖନ୍ତୁ। କାହିଁକିନା ନହେଲେ ହଇରାଣ ହେଇଯିବ। ମେଘ ବର୍ଷା 2 ଦିନ ଯଦି ହେଇଗଲା, ଘରୁ ବାହାରି ପାରିବାନି। ଜରୁରୀକାଳୀନ ଜିନିଷ ସବୁ ଘରେ ଆଣିକି ରଖନ୍ତୁ। ପକୋଡ଼ା ପାଇଁ ରେଡ଼ି କରୁଛନ୍ତି। ଅଦା ରସୁଣ ପେଷ୍ଟ କରୁଛନ୍ତି ସେପଟେ। ଏପଟେ ଦେଖନ୍ତୁ ନେଇଯାଇଛନ୍ତି ଛତୁକୁ, ନେଇଯାଇଛନ୍ତି ଛତୁ ନେଇଯାଇଛନ୍ତି। ଅଦା ରସୁଣ ପେଷ୍ଟ କଲେ, ତେଲ କଡ଼େଇ ତେଲ ବସାଇ ଦେଇଛନ୍ତି ଗ୍ୟାସ୍ ଉପରେ। ଅଦା ରସୁଣ ପେଷ୍ଟ ପକାଇଲେ, ଅଳ୍ପ ଟିକେ ସ୍ଲାଇଡ଼ ବେସନ ପକାଇଛନ୍ତି। ମସଲା ମସଲି ସବୁ ପକାଇକି ଛାଣିଦେବେ ଆଗ ପକୋଡ଼ାଟା। ମିଟ୍ ମସଲା ଟିକେ ପକାଇବେ, ଚିକେନ୍ ମସଲା ଟିକେ ପକାଇବେ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଯେମିତି ପକାଇବା କଥା ସେମିତି ପକାଇକି ଯେମିତି ପକୋଡ଼ା ଛଣା ସେମିତି ଛଣା ହେବ। ଖାଲି ଉପରେ ଖାଲି ପିଆଜ ହଁ ଦେବନା ସାଧା। ଆଉ ଦେଖନ୍ତୁ ମସଲା ଦିଆ ହେଇଗଲା, ଛତୁରେ ମସଲା ଦିଆ ହେଇଗଲା, ସବୁ କନଫର୍ମ ଧରା ହେଇଯିବ। ତାକୁ ଭଲରେ ଗୋଳେଇ ଦେଇକି ତେଲ ବି ସିଆଡ଼େ ଗରମ ହେଲାଣି। ଦେଖନ୍ତୁ ଚଟଚଟ ହେଲାଣି। ଟିକେ ନାଲି କଲର୍ ପଡ଼ିବ। ସ୍ୱାଦ ଅନୁସାରେ ଲୁଣ ଟିକେ କଲର୍ ପକାଇଦେଲେ ତାକୁ କ'ଣ କରିବେ ନା ଭଲରେ ଗୋଳେଇ ଦେବେ। ଆଉ ଭଲ ଭାବରେ ମିଶାଇ ଦେଲେ। ଦେଖନ୍ତୁ ପାଣି ଟିକେ ଦେଇଦେଲେ କ'ଣ କରେ ନାଇଁ, ପାଣି କଟିବ ବେସନ ପଡ଼ିବ ତ। ଏପଟେ ଆଳୁ ସିଝା ହେଉଛି, ଆଳୁ ସିଝୁଛି। ଭଲରେ ଗୋଳେଇ ଦେଉଛନ୍ତି। ନାଇଁ ବେଶୀ ଘରେ ବେଶୀ କଲର କାହିଁ ପକେଇବା, ଅବାଗିଆ ଦେଖାଯିବ ଟିକେ କଲର କଳା କଳା ଦେଖାଯିବ ତ ସେଥିପାଇଁ। ଖାଇବ ଅଳ୍ପ ହାଲକା କଲର ନ। ଲିଜା ବନେଇଲେ ଆଜି ଛତୁ ଚିଲି ଦେଖନ୍ତୁ, ଆସନ୍ତୁ କିଏ ଖାଇବ। ଭିଡ଼ିଓଟା ହଉ ସେୟାର କରନ୍ତୁ। ମୁଁ ଯିବି କ'ଣ ସନ୍ଧ୍ୟାରେ କରିବାକୁ? ହଁ ଯାଉନ, 10 ମାନଙ୍କୁ ଡାକିବେ ଯିବ। ଭଳିଆ କରିପାରିବି ଖାଇବା ପିଇବା। ଏମିତି କ'ଣ କରୁଛୁ?
ଝାଲ ମୁଢି କରୁଛି। ଏପଟେ କମିଟିଆନ ଅମିତି ଆମର ଦେଖନ୍ତୁ ବସି ଝାଲ ମୁଢି ବନଉଛି। କ'ଣ କର କ'ଣ ଆଚାର ପୁଅ ଏତେ ପୁରିଛୁ? ହଁ ହଁ ବଢିଆ ଲାଗିବ ତ ଆଚାର ପକେଇଲେ। ଆଚାର କ'ଣ ପୁରିଛୁ? ମୁଢି, ବୁଟ ମିକ୍ସଚର, ହଁ ଲୁଣ, ଲଙ୍କାଗୁଣ୍ଡ, ହଁ ପୋଡା ତେଲ ଟିକେ, ହଁ ଆଚାର ହଁ ଆଉ ପିଆଜ ସବୁ ପଡିକି କରୁଛୁ। ବଢିଆ ଲାଗିବ ଖାଇବୁ। ମିଶେଇବୁ ତାକୁ। ଘାଣ୍ଟି ଦେବା ସବୁ। ଆଚାରଟା ବେଶୀ ହେଇଗଲା ପୁଅ ପାଟି ଖଟା ଲାଗିବ। ଖଟା ଖଟା ତ ଲାଗିବ। କଡ଼େଇରେ ବସି କଂସା ଫସା ନଥିଲା କড়େଇଟା ପାଇଲି ତ। ଦେଖନ୍ତୁ ଏପଟେ ବସି ଝାଲ ମୁଢ଼ି ଚଲେଇଛି। ବୁଟ ମିକ୍ସଚର, ପିଆଜ, ଆମର ଯେଉଁ ଇଏ କ'ଣ ନା ଲୁଣ ଆଉ ମୁଢି, ତେଲ ପୁରା ହେଇଗଲା ଝାଲ ମୁଢ଼ି ଆଉ। ମାନେ କିଣିବାକୁ କିଛି ପଡ଼ିବନି। ଯେତେବେଳେ ଯେଉଁଟା ମନ ହେଲା ତାକୁ ଖାଇବେ, କରିକି ଖାଇବେ। ମାନେ କିଣିବାକୁ ପଡ଼ୁନି। ଏପଟେ କ'ଣ ଝାଲ ମୁଢ଼ି ସନ୍ଧ୍ୟାବେଳେ ଖାଇବାଟା ଖାଉଛନ୍ତି? ଇଏ ସନ୍ଧ୍ୟାବେଳେ ଟିଫିନ୍ ନା? ସେ ରାତିରେ ଖିଆ ହବ ଆଉ। ସିଏ ସନ୍ଧ୍ୟା ଟିଫିନ୍ ରାତି ପାଇଁ ହେଉଛି ଆଉ। ଖାଇବା ପାଗଟା ମା ପୁଅ ସବୁ ଶିଖିଗଲଣି। ଖାଇବା ପାଗଟା ମା ପୁଅ ପୁରା ଶିଖିଗଲ ଆଉ ନା ବାପା? ପଇସା ରୋଜଗାର କରିବା କେତେ କଷ୍ଟ ହେଲା। ଏସବୁ ଜିନିଷ ପରିବାର ଲୋକଙ୍କୁ ଜମା ଜଣା ପଡ଼ୁନି। ଖାଇବା ଲୋକଙ୍କୁ କଷ୍ଟଟା ଜଣା ପଡେ ନା କ'ଣ? ସେ ତ ଖାଇବେ। ଏପଟେ ସେପଟେ ଏପଟେ ତାଙ୍କ ଲିଜା ତାଙ୍କ ଚିଲି ଛାଣିଲେଣି। ପକୋଡ଼ା ଛାଣୁଛନ୍ତି। ସବୁ ପକୋଡ଼ା ଛାଣୁଛନ୍ତି। ଘରେ ଆରମ୍ଭ କରିଦେଲେ ପକୋଡ଼ା ଛଣା। ନା ନା ମୁଁ ସେଟା ଖାଇବି। ସେଟା ଖଟା ଖଟା ନାଇଁ ମୁଁ ଖାଇବି। କାଇଁ ଖଟା ଲାଗୁନି? ଛଣା ଆରମ୍ଭ ମାନେ ଛତୁ ଛଣା ସରିଗଲା, ପକୋଡ଼ା ହେଇଗଲା। ଏଠି ତେଲକୁ ମୁଁ ଗରମ କରିଦେଇଛି। ଏଠି କ'ଣ କରିବା ନା ଟିକେ ଜିରା ପକାଇଦେବା ଆଗ। ବର୍ତ୍ତମାନ ତେଲ ଗରମ ହେଇଗଲା। ଏଠି କ'ଣ କରିବା ନା ଜିରା ଟିକେ ପକାଇଦେବା। ଦେଖନ୍ତୁ ଜିରା ଟିକେ ପକାଇଦେଲା ପରେ କାଟିଥିବା କ୍ୟାପ୍ସିକମ୍କୁ ପକାଇଦେବା। କ୍ୟାପ୍ସିକମ୍ ପଡ଼ିଗଲା। କ୍ୟାପ୍ସିକମ୍ ପଡ଼ିଗଲା। କ'ଣ କରିବା ନା ତା ସାଙ୍ଗରେ ପିଆଜ କଟା ହେଇଥିବା ପିଆଜକୁ ପକାଇଦେବା। ଦେଖନ୍ତୁ ପିଆଜ କଟା ହେଇଥିବା ପିଆଜ ଚିଲିରେ ପିଆଜ ଭାଗ ଟିକେ ଅଧିକା ରହୁଛି। ଏ କ'ଣ କରିବା କଟା ହେଇଥିବା କଞ୍ଚା ଲଙ୍କା କଟା ହେଇଛି, ଗୋଟା କଞ୍ଚା ଲଙ୍କା ସବୁ ଚିରା ହେଇଛି। ଏଇ ଭିତରଟା ପକାଇଦେବା। କ'ଣ କରିବା ଭଲରେ ମିଶାଇଦେବା। ଟିକେ ଦର ସିଝା ହେଲା ଯାକ ଟିକେ ଫ୍ରାଏ ହେଲା ଯାକ ଭଲରେ କଷିଦେବା। ଚିଲି ମାତ୍ର ପିଆଜ ଟିକେ ଭାଗ ଅଧିକ, ପିଆଜ ଚିଲି ସସ୍ ଟିକେ ଅଧିକା ରହିବ। ରାଗ ଟିକେ ଲାଗିବ ଆଉ। ରାଗ କଲେ ଚଳିବ, ନ କଲେ ଚଳିବ। ପକୋଡ଼ାଟାକୁ ଛାଣିଲେ ଚଳିବ, ନ ଛାଣିଲେ ବି ଗୋଟା ଛତୁରେ ବି ହେଇପାରିବ। ଫାଳ ଛତୁରେ ତାକୁ ଟିକେ ସିଝିବା ପାଇଁ ଟାଇମ୍ ଲାଗିବ। ଟିକେ ସିଝିବାକୁ ଛାଡ଼ିଦେବା। ଦେଖନ୍ତୁ ସାଙ୍ଗମାନେ ବର୍ତ୍ତମାନ ପିଆଜ ହେଇ ଆସିଲାଣି। ତାକୁ କ'ଣ କରିବା ନା ସ୍ୱାଦ ଅନୁସାରେ ଲୁଣ ପକାଇଦେବା। ପକୋଡ଼ା ଲୁଣ ପକାଇଛି, ସ୍ୱାଦ ଅନୁସାରେ ଏତେ ଲୁଣ ପକାଇଦେବା। କାହିଁକିନା ଲୁଣଟା ପକାଇଦେଲେ ଏବେ କ'ଣ କର ମିଶିଯିବ ଟିକେ ପିଆଜଟା ଆଉ ଅଲଣା ଯିବ। ଠିକ୍ ଅଛି। ପୁରା ହେଇ ଆସିଲାଣି, ବାରାଣା ହେଇଗଲାଣି, ଆଉ ଅଳ୍ପ ଅଛି। ଆଉ କ'ଣ କରିବା ନା ଚିଲି ପକା ହେବ। ସେଥିରେ ଆଉ କିଛି ପଡ଼ିବନି। ଦେଖନ୍ତୁ ବର୍ତ୍ତମାନ ପିଆଜ କ୍ୟାପ୍ସିକମ୍ ହେଇଗଲାଣି। ଏଠି କ'ଣ କରିବା ନା ଚିଲି ସସ୍ ଯୋଡ଼ା ହେବ। ଏବଂ ଚିଲି ସସ୍ ନେଇଯାଇଛି, ଚିଲି ଦେଇଦେବା। ହାତରେ ଚିଲି ସସ୍ ଟିକେ ଅଧିକା ଦିଆହେଲା। ତାପରେ ଦେବା ଟମାଟୋ ସସ୍ ଟିକେ, ଯେଉଁଟା ମିଠା ଲାଗିବ ବେଶୀ ଟିକେ ଅଳ୍ପ ଦେବା। ଏଠି କ'ଣ ସୋୟା ସସ୍ ଥିଲା, ସୋୟା ସସ୍ ସବୁ ଘରେ ଆଭେଲେବୁଲ୍ ଅଛି। ସୋୟା ସସ୍ ଟିକେ ଦେଇଦେବା। ଆଉ ଭଲ ଭାବରେ ମିଶାଇଦେବା। ଲୁଣ ତ ପଡ଼ିଯାଇଛି ସ୍ୱାଦ ଅନୁସାରେ। ଆଉ ମସଲା କିଛି ନାହିଁ, ଏଇସବୁ ଜିନିଷ। ଆଉ ଛଣା ହେଇଥିବା ଚିଲିକି ଏ ଯେଉଁ ଛତୁକୁ କ'ଣ କରିବା ନା ଏଥିରେ ପକାଇଦେବା। କାହିଁକିନା ଶୁଖିଲା ଜିନିଷ ପାଣି ଅଳ୍ପ ଟିକେ ପାଣି ଛିଞ୍ଚି ଦେବା ପାଇଁ ନା
ଏଗୁଡ଼ା ଛଣା ହେଇଯାଉଛି। ସେ ପାଣି ଚାହିଁଲେ ଅଳ୍ପ ଟିକେ ପାଣି ଛିଞ୍ଚିଦେବା। ଡାକିଦେ ଭାତ ନେଇ ଖାଇଦେବ। ଦେଖନ୍ତୁ ପୁରା ରେଡ଼ି ହେଇଗଲା। ଟିକେ ପାଣି ଅଂଶ ଦେଇଦେଇଛି କାହିଁକିନା ଏଗୁଡ଼ା ତ ସିଝିଯିବ ଆଉ ଟିକେ। ପୁରା ରେଡ଼ି। ରୁଟିରେ ଖାଇହେବ, ହାତରେ ଖାଇହେବ। ଫାଷ୍ଟଫୁଡ୍ ଆଇଟମ୍ କଲେ ଟିକେ ଶିଖିଥିଲେ କରେ। ଘରେ ଖାଇବ ତ ମୋଟା ଖାଦ୍ୟ ହେଇଛି, କାହିଁକିନା ପେଟ ପୁରିକି ଖାଇବାକୁ ପଡ଼ିବ। ସେଥିପାଇଁକା ଟିକେ ଚାଲୁ ହିସାବରେ ହେଇଛି। ଇଏ ସ୍ପେଶାଲଟା ଯେହେତୁ ଚାଲୁ କ'ଣ ଘରେ ଖାଇବା ଦେଶୀ ଖାଦ୍ୟ, ଇଏ ବେଶୀ ତେଲ ମସଲା ନାହିଁ, କିଛି ନାହିଁ। ଟିକେ ହେଇଗଲା ପରେ ଓହ୍ଲେଇ ଦେବା ତାକୁ। ବର୍ତ୍ତମାନ ଚିଲି ତରକାରୀ ଚିଲିଟା ହେଇଗଲା। ସେ କହିଲା ମୁଁ ରୁଟି ଖାଇବି, ରାତି ହେଇଗଲାଣି। ଆଉ ମୁଁ ଭାତ ସଜ ଭାତ ମୁଠା ଖାଇଦେବି ଚିଲି ଲଗେଇ। ବର୍ତ୍ତମାନ ଦେଖନ୍ତୁ ଚିଲି ଛତୁ ଚିଲି ଦେଖନ୍ତୁ। ଚିଲିଟା କେମିତି ଲାଗୁଛି? ଆପଣ ଖାଇବେ ତାତି ଯାଇଛି, ମାନେ ତାତି ଯାଇଛି। ଖାଉଛି ବସିକି, କହିଲା ମୋତେ ଭୋକ ହେଲା, ନିଦ ମାଇଲାଣି, ବସି ଖାଉଛି। ଭଲ ହେଇଛି ଚିଲି? ବଢ଼ିଆ ହେଇଛି। ଏ ପଖାଳ ଭାତ ଖାଉଛି। ପଖାଳ ଭାତ ନା ସଜ ଭାତ ଆଉ ଦ୍ୱିପହର ରନ୍ଧା ହେଇଥିବା ଭାତ। ପଖାଳ କହନ୍ତି ଏମିତି କଲା ସେପଟେ ଚାକୁ ଚାକୁ କାହିଁ କରୁଛୁ? ଆଉ ତା ମା କ'ଣ ଆଣିକି ଭେଣ୍ଡି ଚକଟି ଭେଣ୍ଡିଦେଲାଣି। ଭେଣ୍ଡି, ରସୁଣ, କଞ୍ଚା ଲଙ୍କା। ତାକୁ ସେତିକି ପାଇବନି ପା, ତା ଟିକେ ଅଧିକା ଦରକାର। କିଏ ଏମିତି ପାଗ କରିଦେଉଛି, କେଉଁ ମା ଦେଖିଲା ପୁଅକୁ। ବେଶୀ ଫଟେଇନି, ଅଳ୍ପ ଫଟେଇଛି, ମଡ଼େଇ ମଡ଼େଇ ଦେଇ ଖାଇବୁ। ଦେଖେ ଲୁଣ ହେଲା କି ନହେଲା, ଆଉ ଲୁଣ ପକେଇବୁ। ଚାଖେ ହେଲା ଲୁଣ ନା ଟିକେ ପାଣି ଦେବୁ ଦେ, ସେମିତି ଚୁଚୁମ ଚୁଚୁମ ଖା। ଆଜ୍ଞା ସାଙ୍ଗେ ସାଙ୍ଗେ ଗଲେ ତମେ ତ ମିଟିଂରେ ହୋଇଥିଲ। ସାଙ୍ଗମାନେ ବାତ୍ୟା ତ ଆସୁଛି, ଆପଣମାନେ ଦେଖୁଥିବେ। 1999 ବାତ୍ୟାକୁ ଆମେ ବି ଦେଖିଛୁ, କେତେ କଷ୍ଟ ଲାଗିଥିଲା ଆମେ ବି ଜାଣିଛୁ। କଷ୍ଟ ଯିଏ ଜାଣିଛି ତାର ମତେ କ'ଣ ଆସୁ ସବୁ ଜାଣିଛି। 99 ବାତ୍ୟା ପରେ ଆଉ ଆଜକୁ ବାତ୍ୟା ସେମିତି ହେଇନି, କିଛି କ୍ଷୟକ୍ଷତି କିଛି କରିନି। ଆଉ ଯାହା ହଉ ତଥାପି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ଆମର ବାତ୍ୟା ପ୍ରଭାବ ପଡ଼ିନି। ଏବେ ଯେଉଁ ପୂର୍ବେ ଏବେ ମାସ ତଳେ ଯେଉଁଟା ବାତ୍ୟା ହେଇଥିଲା, ମାନେ ଚାଇନା ଫାଇନା ସବୁ ନଷ୍ଟ ହେଇଗଲା। ସେମିତି ଯାହା ହଉ ପ୍ରଭୁ ଜଗନ୍ନାଥ କୃପାରୁ ଆମ ଓଡ଼ିଶାବାସୀକି ଆଉ ସେମିତି କିଛି କ୍ଷୟକ୍ଷତି କରିନାହାନ୍ତି। ବାତ୍ୟା ତ ସବୁବେଳେ ଯେତେ ବାତ୍ୟା ହେଉଛି ଓଡ଼ିଶା ମୁହାଁ ହେଉଛି। ଆଉ ଓଡ଼ିଶା ମୁହାଁ ହେଲା ପରେ ମାନେ ଦିଗ ବଦଳୁଛି। ଯାହା ପ୍ରଭୁ ଜଗନ୍ନାଥ ଅଛନ୍ତି ବୋଲି ଆଉ ଇଏ କରିକି ବିପଦ ସଙ୍କଟ ଆମର କିଛି ଆସୁନାହିଁ। ପ୍ରଭୁ ଜଗନ୍ନାଥଠାରୁ ଆମେ ସମସ୍ତେ ଭଲରେ ଅଛେ। ବାତ୍ୟା ବି ଆଗକୁ ଆସୁଛି କହୁଛନ୍ତି 27, 28, 29, 30 କ'ଣ କହୁଛନ୍ତି ବାତ୍ୟା ସମ୍ଭାବନା। ଯେଉଁମାନେ ସବୁ ଭିଡ଼ିଓ ଦେଖୁଛନ୍ତି ବହୁ ମାତ୍ରା ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଜରୁରୀକାଳୀନ ପଡ଼ିଲେ ଘରୁ ବାହାରନ୍ତୁ, ନାହିଁ ତ ଘରୁ ଜମା ବାହାରନ୍ତୁ ନାହିଁ। ବର୍ଷା 2 ଦିନ ପୁରା ଲାଗି ରହିବ, 2 ଦିନ 3 ଦିନ କହୁଛନ୍ତି। ଆମେ ତ କହୁନି, ପାଣିପାଗ ବିଭାଗ କହୁଛି, ଆମେ ନ୍ୟୁଜ୍ ଫ୍ୟୁଜ୍ ଦେଖୁଛୁ, ଶୁଣୁଛୁ। ଆମ ଭାରି ମନଟା କଷ୍ଟ ଲାଗୁଛି। କାଳେ ଜୋରରେ ମେଘ ପବନ ହେବ କି, ଆମେ ଅସୁବିଧା ହେବ କି, ଆମ ମନରେ ଗୋଟେ ଭୟ ଲାଗୁଛି ହେଲା। ଆମ ମନରେ ଗୋଟେ ଭୟ ଲାଗୁଛି, କାରଣ ଭୟଟା ଆମେ କ'ଣ ଜାଣିଛି। ବାତ୍ୟା କେତେ କ୍ଷୟକ୍ଷତି କରିଦେଇଥିଲା। ମୁଁ ସେତେବେଳେ ଛୁଆଟି ହେଇଥିଲି, ମୁଁ ବି ଯାଇଥିଲି ଆମର ସେପଟେ ବିରିବାଟି, କନ୍ଦରପୁର, ପାରାଦ୍ୱୀପ ଲାଇନ୍। ମୁଁ 99 ବାତ୍ୟା ବାସି ଦିନ ଯାଇଥିଲି। ମାନେ ଏତେ ଗୋରୁ ଗାଈ ପଡ଼ିଥିଲେ, ମରିଥିଲେ, ଭଲ ମନ୍ଦ କରିଥିଲେ, ଗଛ ଶୋଇଥିଲା। କାରଣ ଆମର ପଡ଼ିଶାର ଦାଦା ଜଣ ବାହା ହେଇଥିଲେ, ତାଙ୍କ ଭଉଣୀ ଜଣ ବାହା ହେଇଛନ୍ତି। ଯାଇଥିଲେ ତାଙ୍କ ଘରକୁ, ବାତ୍ୟାରେ କ'ଣ କ୍ଷୟକ୍ଷତି ହେଇଛି। ସାଇକେଲ ଧରିକି ମାନେ ବାଟ ଯାକ ଗଛ ଶୋଇଥିଲା। ସେଠୁ 99 ବାତ୍ୟାରେ ଆମେ ସବୁ ଗଳି ଗାଳିକି ନଈ ନାହିଁକି ଶୋଇ ସାଇକି ଯାଇଥିଲୁ ବାଟରେ। ସେ ଅନୁଭବଟା ଆମେ କରିଛୁ। ଆଉ ସେମିତି ଭଗବାନ କରନ୍ତୁ, ସେମିତି କିଛି ନ ହେଉ। ଯାହା ଯେମିତି ହେଉଛି ମାନେ ସମୁଦ୍ର ଯାଉଛି ଭାରି
मेघ पवन टी हेल्ला कौन कर वर्षा दिन तो वर्षा हम आम तो कहीपर ना तथा जमी चलती भगवान भल चलती भगवान को डाकतु केमती ओडिशा को न आसु ना भारी हईराण हो आलिजा तक कौन कटाकटी करते पड़े है बहुत हईराण माने एत असुविधा कौन हो आ कर्म तो करिया पड़े कर्म न कले खाइबा केमती कर्म तो जहाँ भी कर्म करिया जा कर्म एम मेघ पवन कुआड़े जा रोजगार करवा केते कष्ट मु जानी रोजगार करवा एते कष्ट किंतु परिवार को छाड़ आसन सामान खाइबा खाइबा रेडी हो गलानी बर्तमान खाइबा रेडी हो गलानी कहीं पिला सब भात भात खाई गले हरी मो रुटी कोबी चिली जो छतु चिली थी आसन खाइबा मोर बर्तमान खाइबा रेडी कर सारे देखो ये छतु चिली होती रुटी पिला खाई पी गले भारी आ मुझे खाइबा जाऊँगी भात खाईदे आ बोर मोर रुटी खाऊ मो झील भी रुटी कला लिजे भात खाइबे आस कि खाइब सांग मैंने रुटी ये आम छतु चिली होती कार पसंद कमेंट बॉक्स में कमेंट कर आज खाइबा कत आस आ फुल वीडियोटी देखु वीडियोटी केमती होती आप निहाती भाव कमेंट करेंगे फुल रेसिपीटा आस खाइबा आस खाइबा आस बर्तमान खाइबा जाऊँगी आस लाइट जला लाइट अच्छी काटिदेल नहीं कार पसंद कमेंट कर काटिदेल कहीं नहीं जाते खाई ना मैं खाइबी मत भल खियापिया करती बोली आलू थोड़ा थोड़ी कर आलू कम कर समय भाई ना कौन करूँ मुझे आलू छड़ा छड़ी होती बस खाऊँ समय ना राति आसी 10टा बाजा 10:30 बाजानी तुम खाइबनी मु भात खाई काम सैल मत निद माड़ खाइले खाइले निद माड़ मत भी मुझे पुणी आहरी कम अच्छी बाकी बरा छणाई बरा छणाछणी हम मसला हम मसला रेडी हो गला मसला कषा चलती बरा छणाछणी सर बरा मसला हो सार आस कि खाइबा कथा आस मुझे खाई लिजा जन खाइब काली हूँ सोमवार तृतीय सोमवार तृतीय बोलती कार्तिक मास तृतीय सोमवार काली काली सोमवार कर सब अरुआ सी ओषा कर समस्त अरुआ खाइबे हाँ ये वीडियो रखुच्छी फिर देखा नेक्स्ट वीडियो आसंता वीडियो काली रही सांग मैंने जय जगन्नाथ टाटा।